ନମସ୍କାର। ଆମମାନଙ୍କ ନିକଟରେ ଆଉ ମଶା ପାଣି ଆଜ୍ଞା ଅଛନ୍ତି। ସେ ଆଉ ନିଗୁଡ ତତ୍ଵ ପ୍ରକାଶିତ ବାକ୍ୟରୁ ଆମମାନଙ୍କୁ ଏଇଟା ଧାରାବାହିକ ଭାବରେ ଆମକୁ ପଢେଇ ନଉଛନ୍ତି। ଏଥିପାଇଁ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆହୁରି ତାଙ୍କୁ ବୁଦ୍ଧି ଜ୍ଞାନ ଦେଇ ଆଗକୁ ବଢାନ୍ତୁ। ଆସନ୍ତୁ ଏଇ ସମୟରେ ପ୍ରଭୁ ଦାସକୁ ଆହ୍ୱାନ କରିବା। ଆଜ୍ଞା ମୁସାପାଣି ଆଜ୍ଞା ଆଗକୁ ଆସନ୍ତୁ, ଆପଣ ବାକ୍ୟ ପରିବେଷଣ କରି ପ୍ରତ୍ୟେକଙ୍କର ଆତ୍ମକୁ ପରିତୃପ୍ତ କରାନ୍ତୁ। ଧନ୍ୟବାଦ। ପ୍ରଭୁ ଦାସଙ୍କୁ ଧନ୍ୟବାଦ ଦେବେ। ଏଇ ସମୟ ବହୁତ ଆପଣଙ୍କର ଧନ୍ୟବାଦ। ସମୟ। ବହୁତ ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ନମସ୍କାର। ପ୍ରଭୁଙ୍କର ନାମର ଗୌରବ ହଉ, କାରଣ ପ୍ରଭୁ ଆମ୍ଭମାନଙ୍କୁ ପ୍ରେମ କରି ଏ ଜଗତରେ ଉତ୍ତମ ଭାବରେ ବଞ୍ଚିବା ପାଇଁ ଦେଇଛନ୍ତି। ଆମ୍ଭମାନଙ୍କର ପ୍ରଭୁ, ଆମ୍ଭମାନଙ୍କର ଈଶ୍ୱର ହେଇଛନ୍ତି। ତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ରକ୍ଷାକର୍ତ୍ତା, ମୁକ୍ତିଦାତା ପ୍ରଭୁ ପରମେଶ୍ୱର ହୋଇ ଆମମାନଙ୍କର ଜୀବନରେ ତାଙ୍କର ଦୟା, ତାଙ୍କର ଆଶୀର୍ବାଦ, ତାଙ୍କର କରୁଣା ଆମମାନଙ୍କ ପାଇଁ ଯୋଗ କରିଛନ୍ତି। ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି, ଯେତେ ଜଣ ଆଜି ଯୋଗ ଦେଇଛନ୍ତି, ଏବଂ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି ଆଜିର ଉପାସନା ପରିଚାଳନା କରୁଥିବା ପ୍ରଭୁଙ୍କର ଦାସଙ୍କ ପାଇଁ, ଏବଂ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା ଆରାଧନା କରି କଢେଇ ନେଇଥିବା ପ୍ରଭୁଙ୍କର ଦାସଙ୍କ ପାଇଁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଦୟା କରନ୍ତୁ। ଆମେ ଗତ ଦିନରେ ଆଲୋଚନା କରୁଥିଲୁ ପ୍ରକାଶିତ ବାକ୍ୟ ତାର 5 ଅଧ୍ୟାୟ 1 ପଦରୁ 7 ପଦ ପର୍ଯ୍ୟନ୍ତ, ଆଉ ତାର ପ୍ରସଙ୍ଗର ନାମ ଥିଲା ଯୋଗ୍ୟ ମେଷ ଶାବକ। ଏଇ ଯୋଗ୍ୟ ମେଷ ଶାବକଙ୍କର ବିଷୟରେ ଆମେ ଆଲୋଚନା କରୁ କରୁ ଆମେ ଆଲୋଚନା କରିଥିଲୁ ପ୍ରଥମ ବିଷୟଟି ଏକ ରହସ୍ୟମୟ ପୁସ୍ତକ, ଏ ମିଷ୍ଟେରିୟସ୍ ସ୍କ୍ରୋଲ। ଏକ ରହସ୍ୟମୟ ପୁସ୍ତକ, ଏକ ପଦରେ ଆମେ ତାକୁ ଆଲୋଚନା କରିଥିଲୁ। ତତ୍ପରେ ମୁଁ ସିଂହାସନ ପୃଷ୍ଠ ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଗୋଟିଏ ପୁସ୍ତକ ଦେଖିଲି। ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ। ଏହି ପୁସ୍ତକ ବିଷୟରେ ଆମେ ଆଲୋଚନା କରିଥିଲୁ, ଏବଂ ଆମେ ଆଲୋଚନା କରୁ କରୁ ତାର ଚରିତ୍ର ବା ତାର ଗୁଣ ବିଷୟରେ ଆଲୋଚନା କରିଥିଲୁ। ଦ କ୍ୟାରେକ୍ଟର ଅଫ ଦି ସ୍କ୍ରୋଲ। ଏ ଚରିତ୍ର ବା ଗୁଣ ବିଷୟରେ ଦୁଇ ତିନୋଟି ବିଷୟ ମାନେ ଆଲୋଚନା କରିଥିଲୁ। ମୁଁ ଟିକେ ମନେ ପକେଇବା ପାଇଁ ଚାହୁଁଛି, କାହାର ଯଦି ମନେ ଅଛି ଦୟାକରି କହିବେ କି? ତିନିଟି ବିଷୟ। ମନେ ନାହିଁ? ଓକେ, ଆମମାନଙ୍କୁ ବା ଏଇ ବାଇବଲରେ ତିନୋଟି ବିଷୟ ଅଛି ତାର ଗୁଣ ବିଷୟରେ। କଣ କଣ ସେଇଟା? ନା ସେଇଟା ହଉଛି, ଜଣେ ଦାସ ମୁକ୍ତ ହେଇପାରିବ, ଏବଂ ଜଣେ ପତ୍ନୀ ମୁକ୍ତ ହେଇପାରିବ, ଏବଂ ଗୋଟିଏ ଜମି ମୁକ୍ତ ହେଇପାରିବ। ଏ ବିଷୟରେ ଆମେ ଆଲୋଚନା କରିଥିଲୁ। ଆପଣଙ୍କର ଯଦି ବା ମନେ ନିଶ୍ଚିତ ଭାବରେ ଆସି ଯାଇଥିବ। ଏବଂ ଆମେ ଆଲୋଚନା କରୁ କରୁ ପ୍ରଥମଟି କ୍ୟାରେକ୍ଟର ବିଷୟରେ, ଦ୍ଵିତୀୟଟି ହଉଛି କଣ୍ଟେଣ୍ଟସ ବିଷୟରେ ଆମେ ଆଲୋଚନା କରିଥିଲୁ। ଦ କଣ୍ଟେଣ୍ଟସ ଅଫ ଦି ସ୍କ୍ରୋଲ। ଏଇ ପୁସ୍ତକର ବିଷୟବସ୍ତୁ। ଏ ପୁସ୍ତକର ବିଷୟବସ୍ତୁଟି କଣ, ସେ ବିଷୟରେ ଆମେ ଆଲୋଚନା କରିଥିଲୁ। ଏବଂ ଆମେ ଆଲୋଚନା କରୁ କରୁ ଦ୍ଵିତୀୟ ବିଷୟଟି ଆମେ ଆଲୋଚନା କରୁଥିଲୁ ଏକ ଯତ୍ନଶୀଳ ସନ୍ଧାନ। ପ୍ରଥମଟି ହେଉଛି ରହସ୍ୟମୟ ପୁସ୍ତକ, ଦ୍ଵିତୀୟଟି ହେଉଛି ଏକ ଯତ୍ନଶୀଳ ସନ୍ଧାନ। 2 ପଦରୁ 4 ପଦ, ୟାକୁ ମଧ୍ୟ ଆମେ ଆଲୋଚନା କରୁଥିଲୁ, ଆରମ୍ଭ କରିଛୁ। ଏବଂ ଆରମ୍ଭ କରୁ କରୁ ଆମେ ତାର
द्वितीय विषय प्रथम विषयटी ए संधानर आवश्यकता कौन पाई एक संधान करागला। दुई पद लेखा अछि मु पढुछि। आउ मु जणे पराक्रमी दूतंको देखिली, से उच्च स्वर रे घोषणा करी कहूथिले, किए एही मुद्रा सबु भांगी पुस्तक फिटाइबाको योग्य। गोटे प्रश्न एठी पचरा जाइछि, काहेकि खोजा गला जे ए पुस्तक फिटेଇବା ପାଇଁ संधान କରାଗଲା। याकु मध्य आमे आलोचना करिछु। निश्चय आमनकर मने आसुथिबो, मने पडुथिबो। एवं द्वितीय विषयटी प्रथमटी होछि जे रिक्वायरमेंट, द्वितीयटी होछि रिच, द रिच ऑफ दिस सर्च। एही संधान रे पहुंचिबा, तीन पद। जो खोजा गला, खोजिकिरी देखा गला, किंतु केही मध्य मिलिल नाही। तीन पद लेखा अछि। किंतु स्वर्ग, मर्त्य कि पाताल रे केही सेही पुस्तक फिटाइबाको कि ताहा प्रति दृष्टि करिबाको सक्षम हेले नाही। केही मध्य स्वर्ग रे कि पृथ्वी रे कि पाताल रे कोठी मध्य मिलिले नाही। ए पुस्तक को फिटेଇବା ପାଇଁ संधान रे पहुंचा गला। पहुंचिले, देखिले, पचारिले, तुमे खोली पारिबो कि, तुमे खोली पारिबो कि ना, केही मध्य नाहंती। टिके केही जदि जणे मने पकेई देबे, स्वर्ग रे काहा काहा को खोजा गला, केही जणे ଦାଉଦଙ୍କୁ, ମୋଶାଙ୍କୁ, हम्म, ଏଲିୟଙ୍କୁ। बहुत ବହୁତ धन्यवाद, ଧନ୍ୟବାଦ, बहुत धन्यवाद। ବହୁତ ଧନ୍ୟବାଦ। ଏମାନଙ୍କୁ ଏମାନଙ୍କୁ ଯେହେତୁ ମାନେ ଯେହେତୁ ସ୍वर्ଗରେ ମାନେ ସ୍ୱର୍ଗରେ ପହଞ୍ଚିଛନ୍ତି, ପହଞ୍ଚିଛନ୍ତି, ହଁ, ହଁ, ପ୍ରଭୁଙ୍କର ପ୍ରଭୁଙ୍କର ଲୋକମାନେ, ଲୋକମାନେ, ସେଥିପାଇଁ ଏମାନଙ୍କୁ ସେଥିପାଇଁ ଖୋଜା ଏମାନଙ୍କୁ ଗଲା, ଖୋଜା କିନ୍ତୁ ଗଲା, କିନ୍ତୁ ଏମାନେ ଏମାନେ ଯୋଗ୍ୟ ଯୋଗ୍ୟ ହେଇପାରିଲେନି। ହେଇପାରିଲେ ନାହିଁ। ଟିକେ म्यूट ଟିକେ କରିଦେବେ। ମ୍ୟୁଟ୍ କରିଦେବେ। हाँ, वेरी गुड। ओके, नर्करे खोजा गला। किएटी कुहतु, नर्करे बा पाताल रे ओके, मने नाही। भूत, पापी, शयतान, दोषी व्यक्ति ना, ए माने मध्य योग्य नुहंती। तृतीय विषय मैंने आलोचना करिथिलु, ए संधानर फलाफल, द रिजल्ट। रिजल्ट कौन? चारिपद लेखा अछि। सेही पुस्तक फिटाइबाको कि ताहा प्रति दृष्टि କରିବାକୁ योग्य केही न मिଳିबारु ମୁଁ ଅତିଶୟ ରୋଦନ କଲି। ଆମେ ଏଇ ରୋଦନ ବିଷୟରେ ମଧ୍ୟ ଆମେ ଆଲୋଚନା କରିଥିଲୁ। ବାଇବଲରେ ଅନେକ ରୋଦନ କରିବା କଥା ଲେଖା ଅଛି ଏବଂ ଯୀଶୁଙ୍କର ଦୁଇଟି ରୋଦନ କରିବା କଥା, କାନ୍ଦିବା କଥା ଲେଖା ଅଛି। ତାକୁ ମଧ୍ୟ ଆମେ ଆଲୋଚନା କରିଥିଲୁ। ଏବଂ ତୃତୀୟ ବିଷୟ ଆଜି ହଉଛି ତୃତୀୟ ବିଷୟ, ତୃତୀୟଟି। କିନ୍ତୁ ଯେହେତୁ ମୁଁ ପାୱାର ପଏଣ୍ଟ ପ୍ରସ୍ତୁତ କରିପାରି ନାହିଁ, ସେଥିପାଇଁ ଆକୁ ମୁଁ ଏ ପ୍ରକାର ଭାବରେ କହିବା ପାଇଁ ଚାହୁଁଛି। ସମୟ ମତେ ହେଇପାରିଲାନି, କରିପାରିଲିନି। ତୃତୀୟଟି ହେଉଛି ଜଣେ ମହାନ ପରିତ୍ରାଣକର୍ତ୍ତା, ଜଣେ ମହାନ ପରିତ୍ରାଣକର୍ତ୍ତା। 5 ପଦରୁ 7 ପଦ, 5 ପଦରୁ 7 ପଦ ପର୍ଯ୍ୟନ୍ତ ଆମେ ପଢିବା। ଦୟାକରି କେହି ଜଣେ ସାହାଯ୍ୟ କରିବେ। ସେଥିରେ ପ୍ରାଚୀନ ମାନଙ୍କ ପ୍ରାଚୀନ ମଧ୍ୟରୁ ଜଣେ ମତେ କହିଲେ, ରୋଦନ କର ନାହିଁ। ଦେଖ, ଯେ ଜିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି। ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନ ମାନଙ୍କର ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇଅଛନ୍ତି। ସେ ହତ ହେଲା ପରି ଦେଖା ଯାଉଥିଲେ। ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ
ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ୱରଙ୍କର ସପ୍ତ ଆତ୍ମା ସେ ଆସି ସିଂହାସନ ପ୍ରବିଷ୍ଟ ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ। ବହୁତ ବହୁତ ଧନ୍ୟବାଦ। ତେବେ ଆଜି ଆମେ ତୃତୀୟ ବିଷୟଟି ଆଲୋଚନା କରିବା ସଂକ୍ଷିପ୍ତ ଭାବରେ। ଏଇ ପଦରେ ଆମେ ଗୋଟିଏ ବ୍ୟକ୍ତିଙ୍କୁ ଆମେ ଦେଖିବା ପାଇଁ ଯାଉଛୁ ବା ଭେଟିବା ପାଇଁ ଯାଉଛୁ, ଯିଏକି ପୁସ୍ତକକୁ ନେବା ପାଇଁ ଏବଂ ତାର ମୁଦ୍ରା ସବୁ ଭାଙ୍ଗିବା ପାଇଁ ସେ ଯୋଗ୍ୟ ଅଟନ୍ତି। ଜଣେ ପରିତ୍ରାଣକର୍ତ୍ତା, ଜଣେ ମହାନ ପରିତ୍ରାଣକର୍ତ୍ତା। ଆଉ ସେଇ ପରିତ୍ରାଣକର୍ତ୍ତାଙ୍କୁ ଆମେ ଜାଣୁ। ପରିତ୍ରାଣକର୍ତ୍ତା କହିବା କ୍ଷଣି ଜଣକୁ ହିଁ ବୁଝାଯାଉଛି। ଯଦି ଆପଣ ଦେଖିବେ, ଆପଣଙ୍କର ଡିକ୍ସନାରୀ ବାହାର କରିବେ, ସେଭିୟର, ଯଦି ଆପଣ ଦେଖିବେ ସେଭିୟର ପରିତ୍ରାଣକର୍ତ୍ତା, ଆଉ ସେଇଠି ଯୀଶୁ ବୋଲିକି ଲେଖା ହେଇଥିବ, ଆପଣ ଦେଖିପାରିବେ। ସାରା ଜଗତର ତ୍ରାଣକର୍ତ୍ତା। ସେଥିପାଇଁ ଡିକ୍ସନାରୀରେ ମଧ୍ୟ ତାଙ୍କୁ ନାଁ ଦିଆଯାଇଛି ଯେ ସେ ହଉଛନ୍ତି ତ୍ରାଣକର୍ତ୍ତା। ତ୍ରାଣକର୍ତ୍ତା ଅର୍ଥ ହଉଛି ଯୀଶୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ। କେହି ମଧ୍ୟ ଏହାକୁ ଅସ୍ୱୀକାର କରିପାରିବେ ନାହିଁ। କେବଳ ଆମେ ଖ୍ରୀଷ୍ଟିଆନ ଲୋକମାନେ ଏହାକୁ ଗ୍ରହଣ କରୁଛୁ ପରିତ୍ରାଣକର୍ତ୍ତା ଭାବରେ, ସେତିକି ନୁହେଁ, ସାରା ଜଗତର ଲୋକମାନେ ମଧ୍ୟ ଏହାକୁ ମାନନ୍ତି, ଏହାକୁ ଗ୍ରହଣ କରନ୍ତି। ସେ ହଉଛନ୍ତି ସେଭିୟର, ପରିତ୍ରାଣକର୍ତ୍ତା। ତେବେ ଯୋହନ ଯେତେବେଳେ କାନ୍ଦୁଛନ୍ତି, ସେଇ ସମୟରେ ଜଣେ ପ୍ରାଚୀନ ତାଙ୍କ ନିକଟକୁ ଆସିକି ତାଙ୍କୁ ଗୋଟେ ଉତ୍ସାହଜନକ କଥା କହୁଛନ୍ତି ଯେ ତୁମେ ଆଉ କାନ୍ଦ ନାହିଁ, କାନ୍ଦିବାର କୌଣସି ଆବଶ୍ୟକତା ନାହିଁ। ସେ ଯୋହନଙ୍କୁ ସାନ୍ତ୍ୱନା ଦେବା ସହିତ ତାଙ୍କର ଆଖିରୁ ସେ ଟିକେ ଲୁହ ପୋଛି ଦେଉଛନ୍ତି, ଲୁହ ପୋଛି ଦେଇଥିବେ ସେମିତି। ଏବଂ ସେ ନ କାନ୍ଦିବା ପାଇଁ ପରାମର୍ଶ ଦଉଛନ୍ତି। ନା ନା, ତୁମେ ଆଉ କାନ୍ଦିବାର ଆବଶ୍ୟକତା ନାହିଁ, କାରଣ ଜଣେ ବ୍ୟକ୍ତିର ସନ୍ଧାନ ହେଇଛି, ଜଣେ ଯୋଗ୍ୟ ବ୍ୟକ୍ତିର ସନ୍ଧାନ ମିଳିଛି, ଆଉ ସେ ହଉଛନ୍ତି ମେଷ ଶାବକ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଯୋହନଙ୍କୁ ଯେତେବେଳେ ଏଇ କଥାଟି କୁହାଯାଇଛି, ଆଉ ସେ ନିଶ୍ଚିତ ଭାବରେ ଜାଣିବା ପାଇଁ ଚାହିଁଥିବେ, ଆଉ ଏଇ ଲୋକଟି କିଏ ତାହେଲେ, ଯାହାର ବିଷୟରେ କି ଲେଖା ଅଛି, ଲେଖା ଯାଉଛି ଯେ ସେ ହେଉଛନ୍ତି ଜଣେ ସିଂହ, ସିଂହ ବୋଲିକି ଲେଖା ଅଛି। ଆହା, ଏ ସିଂହକୁ ଦେଖିବା ପାଇଁ ସେ ତାଙ୍କର କାନ୍ଦକୁ ବନ୍ଦ କଲେ ଏବଂ ସେ ତାଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି। ପ୍ରଥମ ବିଷୟଟି ହେଉଛି ଏକ ବିଜୟୀ ସିଂହ, 5 ପଦ। ଏକ ବିଜୟୀ ସିଂହ। ଦେଖ, ଯେ ଯେହୁଦା ବଂଶଜାତ ସିଂହ। ଯୋହନଙ୍କର ଆଗ୍ରହ ହେଲା, ଆଉ ସେ ସିଂହକୁ ଦେଖିବେ। କିଏ ସେ ସିଂହ? ଯେହୁଦା ବଂଶର ସିଂହ। ସେ ଦେଖିବା ପାଇଁ ଚାହିଁଲେ। ଆପଣ ଟିକେ ଆମେ ପୁରାତନ ନିୟମକୁ ଯିବା। ଆଦି ପୁସ୍ତକ ତାର 49 ଅଧ୍ୟାୟ 8 ପଦରୁ 10 ପଦ ଟିକେ ପଢିବା। ଗୋଟେ ସିଂହର କଥା ଲେଖା ଅଛି, ପଢିବା ଟିକେ। ସେ ଯିହୁଦା, ତୁମ୍ଭର ଭାଇମାନେ ତୁମକୁ ପ୍ରଶଂସା କରିବେ, ତୁମ୍ଭର ହସ୍ତ ତୁମ୍ଭ ଶତ୍ରୁଗଣର ରାଜା ଉପରେ ରହିବ, ତୁମ୍ଭର ପିତୃ ସନ୍ତାନ ମାନେ ତୁମ୍ଭକୁ ପ୍ରଣାମ କରିବେ। ଯିହୁଦା ସିଂହ ଶାବକ, ହେ ପୁତ୍ର, ତୁମ୍ଭେ ମୃଗା ବିଦାରଣକୁ ଉଠି ଆସିଲ। ସେ ନଇଁ ପଡ଼ିଲା, ସେ ସିଂହ ଓ ସିଂହର ନ୍ୟାୟ ଶାସନ କଲା। କିଏ ତାହାକୁ ପଠାଇବ? ସିଲର ଶାନ୍ତିକର୍ତ୍ତାଙ୍କର ଆଗମନ ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ସ୍ୱାଧୀନତା ସ୍ୱୀକାର କରିବେ। ବହୁତ ଧନ୍ୟବାଦ। ଏଇ ଯୋଉ ଅଂଶ ଆମେ ପାଠ କଲୁ, ଏହା ଯହୂଦୀ ମାନଙ୍କ ପାଇଁ ଗୋଟେ ପ୍ରତିଜ୍ଞା ଦିଆଯାଇଥିଲା। ଏ ଯହୂଦୀ ମାନଙ୍କୁ ଯୋଉ ପ୍ରତିଜ୍ଞା ଦିଆଯାଇଥିଲା ଯେ ଜଣେ ଯହୂଦା ବଂଶରୁ ଜଣେ ଶାସନକର୍ତ୍ତା ଉତ୍ପନ୍ନ ହେବେ, ସେ ସିଂହ ପରି ଶକ୍ତିଶାଳୀ ହେବେ,
ସେ ସାହସୀ ହେବେ, ସିଂହ ପରି ସାହସୀ ହେବେ, ସେ ସିଂହ ପରି ମହାନ ହେବେ ଏବଂ ସେ ସିଂହ ପରି ବିଜେତା ହେବେ। ଯେଉଁଠି ଲୋକମାନଙ୍କୁ ଏଇ ପ୍ରତିଜ୍ଞା ଦିଆଯାଇଥିଲା। ଆଉ ଯେତେବେଳେ ଏ ପ୍ରାଚୀନ ଜହନଙ୍କୁ କହିଲେ, ଆଉ ସେ ନିଶ୍ଚିତ ଭାବରେ ଖ୍ରୀଷ୍ଟଙ୍କ ବିଷୟରେ, ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ସେ କହୁଛନ୍ତି, ଯେଉଁମାନେ ଏକ ମସିହଙ୍କର ଅପେକ୍ଷାରେ ଥିଲେ, ମସିହଙ୍କୁ ଖୋଜୁଥିଲେ, ଯିଏକି ସେମାନଙ୍କୁ ଅର୍ଥାତ୍ ଯହୂଦୀମାନଙ୍କୁ ଉପଦ୍ରବରୁ, ଜୁଆଳିରୁ ଆଉ ସେମାନଙ୍କୁ ବାହାର କରିବେ, ଆଉ ସେମାନଙ୍କୁ ସେ ସ୍ୱାଧୀନତା ଦେବେ। ଯହୂଦୀମାନେ ଆଜି ବି ଅପେକ୍ଷା କରିଛନ୍ତି ଯେ ଆମର ଜଣେ ମସିହ ଆସିବେ, କିନ୍ତୁ ସେ ମସିହ ଆସିକି ଚାଲିଗଲେଣି, ଦ୍ୱିତୀୟ ଥର ଆସିବା ପାଇଁ ଯାଉଛନ୍ତି। ଆଉ ଏଇ ଲୋକମାନେ ଅପେକ୍ଷା କରିଛନ୍ତି ଯେ ସେମାନଙ୍କର ଶତ୍ରୁମାନଙ୍କ ଉପରେ ବିଜୟ ପହଞ୍ଚିବା ପାଇଁ, ବିଜୟ ଦେବା ପାଇଁ ଜଣେ ବିଜୟ ରାଜା ଆସିବେ, ଆଉ ସେମାନେ ଆଜି ମଧ୍ୟ ସେଇ ବିଜୟ ନେତାଙ୍କୁ ଖୋଜୁଛନ୍ତି। ଆଉ ବାକ୍ୟ ମାନଙ୍କୁ କହୁଛି ଯେ ବ୍ୟକ୍ତିଙ୍କୁ ଦାଉଦଙ୍କର ମୂଳ ବୋଲିକରି କୁହାଯାଏ, ଦାଉଦଙ୍କ ମୂଳ। କିନ୍ତୁ ପ୍ରକୃତରେ ଯଦି ଆମେ କହିବୁ ଯେ କଣ ଜାଗତିକ ଭାବରେ, ପ୍ରକୃତରେ ଜାଗତିକ ଭାବରେ ଦାଉଦଙ୍କର ମୂଳରୁ ଯୀଶୁ ଆସିଛନ୍ତି। କିନ୍ତୁ ଯଦି ଆମେ ଏ ପ୍ରକାର ଚିନ୍ତା କରିବୁ ଯେ ତାହା ନୁହେଁ, ଖ୍ରୀଷ୍ଟ ହଉଛନ୍ତି ମୂଳ। ଜାଗତିକ ଭାବରେ ହଁ, ଶାରୀରିକ ଭାବରେ ଦାଉଦଙ୍କ ମୂଳରୁ ପ୍ରଭୁ ଯୀଶୁ ଆସିଲେ, କିନ୍ତୁ ପ୍ରକୃତ କଥା ହଉଛି ଯେ ଖ୍ରୀଷ୍ଟ ହଉଛନ୍ତି ମୂଳ, ଆଉ ଯେଉଁଥିରେକୁ ଦାଉଦ ଉତ୍ପନ୍ନ ହୋଇଥିଲେ। ଏଇ କଥାଟି ଅନେକ ଟୀକାକାର ମାନେ ସେମାନେ ମତ ଦିଅନ୍ତି। ଅର୍ଥାତ୍ ଯୀଶୁ ହଉଛନ୍ତି ରାଜା, ସେ ରାଜା ମାନଙ୍କର ରାଜା, ସେ ପ୍ରଭୁ ମାନଙ୍କର ପ୍ରଭୁ ଅଟନ୍ତି। ଯେତେବେଳେ ଯୀଶୁ ଏଇ ଜଗତକୁ ଆସିଲେ, ଆଉ ସେତେବେଳେ ସେ ନିଜକୁ ଖ୍ରୀଷ୍ଟ ବୋଲି ଦାବି କଲେ, ଆଉ ଲୋକମାନେ ତାଙ୍କୁ ଅଗ୍ରାହ୍ୟ କଲେ, ତାଙ୍କୁ ଗ୍ରହଣ କଲେ ନାହିଁ। ଲୋକମାନେ ଚାହୁଁଥିଲେ ଯେ ଖ୍ରୀଷ୍ଟ ଯିଏ ଆସିବେ, ମସିହ ଯିଏ ଆସିବେ, ସେ ତାଙ୍କର ସୈନ୍ୟ ଦଳକୁ ଧରିକିରି ଆସିବେ, ଅର୍ଥାତ୍ ଗୋଟେ ବୃହତ୍ ସାମରିକ ବିଜୟରେ ଯୁଦ୍ଧମାନଙ୍କୁ ସେମାନଙ୍କର ଦାସତ୍ୱରୁ ଉଦ୍ଧାର କରିବେ, ପୃଥିବୀରେ ଗୋଟିଏ ସ୍ୱର୍ଗ ପ୍ରତିଷ୍ଠା କରିବେ। କିନ୍ତୁ ତା ପରିବର୍ତ୍ତେ ଯୀଶୁ ଆତ୍ମିକ ବିଷୟରେ ଗୁରୁତ୍ୱ ଦେଲେ। ଯୀଶୁ ପ୍ରଚାର କଲେ, ରୋଗୀମାନଙ୍କୁ ସୁସ୍ଥ କଲେ, ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କଲେ, ଯୋଉ ଦ୍ୱାରା ଲୋକମାନେ ଦେଖିଲେ, ଯୋଉ ଲୋକମାନେ ଦେଖିଲେ ନା ଏ ରାଜା ନୁହନ୍ତି, ଏ ମସିହ ନୁହନ୍ତି, ଏ ଖ୍ରୀଷ୍ଟ ନୁହନ୍ତି, ଆମମାନଙ୍କୁ ଏଇ ଲୋକମାନଙ୍କ ଠାରୁ, ରୋମିଓ ଲୋକମାନଙ୍କ ଠାରୁ ଆମମାନଙ୍କୁ ଉଦ୍ଧାର କରିବା କଥା, ଆମମାନଙ୍କୁ ରକ୍ଷା କରିବା କଥା, କିନ୍ତୁ ନା, ସେ ପ୍ରକାର କରୁନାହାନ୍ତି। ଆଉ ଯୀଶୁ କ୍ରୁଶରେ ଯାଇକରି ଚଢିଲେ, ଅର୍ଥାତ୍ ଏଇ ଲୋକମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କଲେ ଏବଂ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ। ଯେତେବେଳେ ଯୋହନ ସ୍ୱର୍ଗରେ ଯୀଶୁଙ୍କ ବିଷୟରେ ଶୁଣିଲେ, ସେତେବେଳେ ସେ ଜଣେ ଶକ୍ତିଶାଳୀ ସିଂହ ଏବଂ ରାଜାଙ୍କ ବିଷୟରେ ଜାଣିବା ପାଇଁ ସେ ଦେଖିଲେ, ବୁଲି ପଡିକି ଦେଖିଲେ, କିନ୍ତୁ ସେ ସିଂହଙ୍କୁ ଦେଖି ପାରିଲେ ନାହିଁ। ସେ କାହାକୁ ଦେଖିଲେ? ଗୋଟିଏ ମେଷ ଶାବକଙ୍କୁ। ଦ୍ୱିତୀୟଟି ହଉଛି କ୍ରୁସିଫାଇଡ ଲ୍ୟାମ୍ବ। ପ୍ରଥମଟି ହଉଛି ଏକ ବିଜୟ ସିଂହ, ଏ କନକ୍ୟୁରିଂ ଲାୟନ। ଦ୍ୱିତୀୟଟି ହଉଛି ଜଣେ କ୍ରୁଶବିଦ୍ଧ ମେଷ ଶାବକ, ଏ କ୍ରୁସିଫାଇଡ ଲ୍ୟାମ୍ବ। 6 ପଦ। ସେତେବେଳେ ମୁଁ ଦେଖିଲି ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷ ଶାବକ ଠିଆ ହୋଇ ଅଛନ୍ତି, ସେ ହତ ହେଲା ପରି ଦେଖା ଯାଉଥିଲେ। ବହୁତ ଆତୁର ସହିତ
ଆଉ ସେ ଦେଖିବା ପାଇଁ ଚାହିଁଲେ, ବୁଲି ପଡି ଦେଖିବା ପାଇଁ ଚାହିଁଲେ, ଆଉ ଦେଖିଲା ବେଳେ ଗୋଟେ ମେଷ ସରି ମେଷ ଶାବକଙ୍କୁ ସେ ଦେଖୁଛନ୍ତି। ବିଜୟ ସିଂହକୁ, ଶକ୍ତିଶାଳୀ ସିଂହକୁ ଦେଖିବା ପାଇଁ ଦେଖିବା ସମୟରେ ସେ ଗୋଟେ ହତ ହେଲା ପରି ମେଷ ଶାବକଙ୍କୁ ଦେଖିଲେ। ଏଇ ଯୋଉ ମେଷ ଶାବକ ଶବ୍ଦର ଅର୍ଥ ହଉଛି ଗୋଟେ ସାନ ମେଷ, ଗୋଟେ ଗୃହପାଳିତ ମେଷ ପରି। ଯୋହନ ଯାହା ଶୁଣିଲେ, ସେ ଯାହା ଆଶା କରୁଥିଲେ ତାହା ସେ ଦେଖିପାରିଲେ ନାହିଁ। ଓଲଟା ବିଷୟ ସେ ଦେଖିଲେ। ଶକ୍ତିଶାଳୀ ବିଷୟକୁ ଦେଖିବା ପାଇଁ ଚାହୁଁଥିଲେ, କିନ୍ତୁ ନା, ଶକ୍ତିଶାଳୀ ନୁହେଁ, ଗୋଟେ ହତ ହେଲା ପରି ମେଷ ଶାବକଙ୍କୁ ସେ ଦେଖିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପ୍ରଭୁଙ୍କର ଇଚ୍ଛା ହେଲେ ଆମେ ଆସନ୍ତା ଦିନରେ ନିଶ୍ଚିତ ଭାବରେ ତାକୁ କଣ୍ଟିନ୍ୟୁ କରିବା। ଆଜି ପାଇଁ ଏତିକି। ପ୍ରଭୁ ଆମମାନଙ୍କର ସମସ୍ତଙ୍କର ସହାୟ ହୁଅନ୍ତୁ। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ନମସ୍କାର। ନମସ୍କାର। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ମୋର ଆଉ ଗତ ଦିନ ତାକେ ସବୁ ଆମକୁ ସ୍ମରଣ କରେଇଦେଲେ। ପୁଣି ଏକ ନିଗୁଡ ତତ୍ଵ ମାନ ଏ ବୁଝିବା କଷ୍ଟକର, ବହୁତ ଗଭୀର ବିଷୟ ମାନେ ଆମମାନଙ୍କୁ ବୁଝେଇଛନ୍ତି। ଏଥିପାଇଁ ଧନ୍ୟବାଦ। ମତେ ତ ଲାଗୁଥିଲା ଏଇଟା ଗୋଟେ ମୁଁ ବୋଲେ ଟ୍ୟୁସନ କ୍ଲାସ ରେ ବସିଛି। ଅତି ସୁନ୍ଦର ଭାବେ ମୂଳ ତତ୍ଵ ଗୋଟି ଗୋଟି କରି ବୁଝେଇଛନ୍ତି। ଆଉ ବାକ୍ୟ ଏହା ଯେ ବାକ୍ୟ ପ୍ରକାଶ କରିବା ବକ୍ତା ମୁଁ, କିନ୍ତୁ ଗୋଟେ ଶିକ୍ଷକ ହିସାବରେ ଆଉ ଛାତ୍ର ମାନଙ୍କୁ ଯେମିତି ବୁଝାଯାଏ ସେ ପ୍ରକାର ବୁଝେଇଛନ୍ତି। ବହୁତ ବହୁତ ଭଲ ଲାଗିଲା। ବହୁତ ବିଷୟ ନିଗୁଡ ତତ୍ଵ ମାନେ ଗଭୀରତମ ବିଷୟ ମାନେ ଦେଇଛନ୍ତି। ଏଥିପାଇଁ ପ୍ରଭୁଙ୍କ ନାମ ଧନ୍ୟ ହଉ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣ ସେବା କାର୍ଯ୍ୟରେ ମଧ୍ୟ ଆଶୀର୍ବାଦ କରନ୍ତୁ। ଆମେ ପ୍ରତ୍ୟେକ ଆଉ ପ୍ରଭୁଙ୍କର ଦାସ ନିମନ୍ତେ ଏକ କରଳ ତଳ ଦେଇ ପ୍ରଭୁଙ୍କର ଗୌରବ ନିମନ୍ତେ ଆମେ ଉତ୍ସାହ ଦେବା। ପ୍ରଭୁଙ୍କୁ ଧନ୍ୟବାଦ ହଉ। ଧନ୍ୟବାଦ ଆଜ୍ଞା। ବହୁତ ବହୁତ ଏହିପରି ଆଉ ନିଶ୍ଚିତ ଭାବେ ଆପଣଙ୍କ ତ ରଖାଯାଇଛି ଧାରାବାହିକ ଭାବରେ ଆପଣ ପ୍ରକାଶିତ ବାକ୍ୟକୁ ସମ୍ପୂର୍ଣ୍ଣ କରିବେ, ଆମମାନଙ୍କର ଆଶା, ଭରସା ଓ ବିଶ୍ୱାସ ରହିଛି। ଏଥିରେ ପ୍ରଭୁ ଆପଣଙ୍କୁ ଆହୁରି ଜ୍ଞାନ ବୃଦ୍ଧି ଦେଇ ଆପଣଙ୍କର ସେବା କାର୍ଯ୍ୟରେ ଆପଣଙ୍କ ମଣ୍ଡଳୀକୁ ଆଉ ଥରେ ବୃଦ୍ଧି କରାନ୍ତୁ। ଧନ୍ୟବାଦ ଦଉଛୁ। ଏଇ ସମୟରେ ଆସନ୍ତୁ ଆମେ ପ୍ରାର୍ଥନା ପର୍ଯ୍ୟାୟକୁ ଯିବା। ଏଇ ସମୟରେ ମୁଁ ଆମମାନଙ୍କର ହୋଷ୍ଟ ମହାଶୟଙ୍କୁ କରିବି। ଆଉ ସିଏ ଯାହା କିଛି ଆଜିର ଆନାଉନ୍ସମେଣ୍ଟ